ସାର୍ ଆପଣ ଏଟାକୁ କେମିତି ଦେଖୁଛନ୍ତି ଯେ ଯେମିତିକି ସାରଥୀ ବାବାଙ୍କ କଥା ଯୋଉ ଆମେ ଆଲୋଚନା ବର୍ତ୍ତମାନ କରିବାକୁ ଯାଉଛନ୍ତି ଯିଏକି ସନ୍ତୋଷ ରାଉଳ ଆଉ ତାଙ୍କୁ ଦୀର୍ଘ ଦିନ ଧରିକି ତାଙ୍କୁ ଯେତେବେଳେ ସେମାନେ ଜେଲରେ ଥିଲେ ତାଙ୍କ ଉପରେ ଅନେକ ଅଭିଯୋଗ ମଧ୍ୟ ଆସିଥିଲା ତା ଭିତରେ ବି ବର୍ତ୍ତମାନ ଗୋଟେ ହାଇକୋର୍ଟ ଗୋଟେ ନିୟମ ଆଣିଛନ୍ତି କଣ ସାର୍ ସେ ନିୟମଟା ଟିକେ କହିବେ? ଦେଖନ୍ତୁ ସାରଥୀ ବାବାଙ୍କୁ 2015 ଅଗଷ୍ଟ 8 ତାରିଖରେ ଗିରଫ କରାଯାଇଥିଲା। ଆଜ୍ଞା ଅନେକ କାରଣ ଅନେକ ପ୍ରକାର କେସ୍ ତାଙ୍କ ନାଁରେ ସେତେବେଳେ ରୁଜୁ କରାଯାଇଥିଲା ଏବଂ ପ୍ରାୟ 2019 ମସିହାରୁ 4 ବର୍ଷ ପାଖାପାଖି ସମୟ ସେ ଜେଲରେ ରହିଲା ପରେ 2019ରେ ତାଙ୍କୁ ମିଳିଥିଲା ଜାମିନ ମିଳିଥିଲା। ଆଜ୍ଞା କିନ୍ତୁ ତାଙ୍କ ଉପରେ ଜାମିନ ଦେଲା ବେଳେ କୋର୍ଟ ପକ୍ଷରୁ ଅନେକ ପ୍ରକାର କଟକଣା କରାଯାଇଥିଲା। ସେ କଟକଣା ଭିତରେ ଥିଲା ସେ କେନ୍ଦ୍ରାପଡ଼ା ଯାଇପାରିବେନି କିମ୍ବା ତାଙ୍କର ଯୋଉ ବାରିମୂଳରେ ଥିବା କେନ୍ଦ୍ରାପଡ଼ା ପାଖରେ ଯୋଉ ବାରିମୂଳ ସାରଥୀ ଆଶ୍ରମ ଆଜ୍ଞା ସେଠି ମଧ୍ୟ ଯାଇପାରିବେନି, ସତ୍ସଙ୍ଗ ସେଠି କରିପାରିବେନି ଇତ୍ୟାଦି ଇତ୍ୟାଦି ନାନା ପ୍ରକାର କଟକଣା ସବୁ ତାଙ୍କ ଉପରେ ଥିଲା। ଆଜ୍ଞା କାହିଁକିନା କେସ୍ଟା ତ ଏପର୍ଯ୍ୟନ୍ତ ସରିନି ନା, ସେଇଥିପାଇଁ ତାଙ୍କୁ ସେ ବେଲରେ ଆସିଥିଲେ। ଆଜ୍ଞା ତେଣୁ ତାଙ୍କ ଉପରେ କଟକଣା ଥିଲା। ଏବେ କଣ ହେଇଛି ନା ତାଙ୍କର ଭାଇ ସୁସ୍ଥ ନାହାନ୍ତି, ଅସୁସ୍ଥ ଅଛନ୍ତି। ସେ ତାଙ୍କୁ ଦେଖା କରିବା ପାଇଁ ସାରଥୀ ବାବା ବୋଧେ ଚାହିଁଛନ୍ତି କୋର୍ଟର ଅନୁମତି, ଯେହେତୁ ତାଙ୍କ ଉପରେ କଟକଣା ଥିଲା ଯିବା ଉପରେ କେନ୍ଦ୍ରାପଡ଼ା। ତେଣୁ କୋର୍ଟ ତାଙ୍କୁ ଏଇ ପ୍ରକାର ସର୍ତ୍ତମୂଳକ କିଛି ଅନୁମତି ପ୍ରଦାନ କରିଛି। ଯାହାକି 2 ମାସକୁ କେବଳ ଗୋଟିଏ ଥର ସେ ଯିବେ। ହଁ 2 ମାସକୁ କେବଳ ଗୋଟିଏ ଥର ଯାଇପାରିବେ ଆଉ ରାତିରେ ରହିବେନି। ରାତିରେ ରହିବେନି, ସକାଳୁ ଯାଇକି ସନ୍ଧ୍ୟା ଭିତରେ ପଳେଇ ଆସିପାରିବେ। ପଳେଇ ଆସିବାକୁ ହବ ଏବଂ ତାଙ୍କୁ ସେଠି ସେ ପ୍ରାୟ 200ରୁ ଅଧିକ ଲୋକଙ୍କର ସମାଗମ ଯେମିତି ସେ ନ କରନ୍ତି, ସିଏ ନ କରନ୍ତି ତା ଉପରେ ସେ ଦୃଷ୍ଟି ଦେବାକୁ ପଡିବ ଏବଂ ସେଠିକି ଯିବା ପୂର୍ବରୁ ସେଠିକାର କୋର୍ଟକୁ ମଧ୍ୟ ଜଣେଇବାକୁ ପଡିବ ବୋଲିକି ତା ଦେହରେ ଅଛି। ଆଉ କୋର୍ଟ ତାଙ୍କ ଉପରେ ଯେତେ ଯେତେ କଟକଣା ସବୁ ଲଗେଇଥିଲା ବେଲ ଦେଲା ବେଳେ ସବୁ ଗୁଡାକ କଟକଣାକୁ କାଢି ନେବା ପାଇଁ କୋର୍ଟ ମନା କରିଦେଇଛି। ଆଜ୍ଞା ସାର୍ ବର୍ତ୍ତମାନ କେବଳ ଜଣା ପଡୁଛି ସାରଥୀ ବର୍ତ୍ତମାନ କୋଉଠି ଅଛନ୍ତି ତାହା କିଛି ସ୍ପଷ୍ଟ ଭାବରେ କିଛି ଜଣା ଯାଇନି, କିନ୍ତୁ ବର୍ତ୍ତମାନ ବି ଦେଖାଯାଏ ଯେ କିଛି ସ୍ଥାନରେ ସାରଥୀଙ୍କର ଅନ୍ଧ ସମର୍ଥକ ଯୋଉମାନେ ଅଛନ୍ତି, ଯୋଉମାନେ କି ପୂଜା ଅର୍ଚ୍ଚନା କରୁଥିବାର ମଧ୍ୟ ଜଣା ପଡୁଛି। କିନ୍ତୁ ସାର୍ ଏଇଠି ଯୋଉ କଥା ରହିଛି, ଯେତେବେଳେ ଗୋଟେ ତାଙ୍କ ପ୍ରତି ମାନେ ବହୁତ କିଛି ଆଲିଗେସନ ଆସିଥିଲା, ମହିଳାଙ୍କ ସହିତ ସେ ଅସଦାଚରଣ କରିବା, ଏମିତି ଅନେକ କିଛି ମାମଲାରେ ସେ ଛନ୍ଦି ହେଇ ପଡିଥିଲେ। କିନ୍ତୁ ଯୋଉ 200 ଲୋକଙ୍କ ଭିତରେ ସେ ସୀମିତ ହେଇକି ରହିବେ ଯୋଉ ନିୟମଟି ଅଛି, ତାହା ଆଶଙ୍କା କରାଯାଉଛି କି ତାଙ୍କର ଅନେକ କିଛି ଭକ୍ତ ମାନେ ପୁଣି ଆସିପାରନ୍ତି, ଆହୁରି ଅଧିକ ସମାବେଶ ହେଇପାରେ। ଦେଖନ୍ତୁ ତାଙ୍କ ଉପରେ କଟକଣା କୋର୍ଟ ପକ୍ଷରୁ ଲଗାଯାଇଛି, ଏକଥା ସତ। ସେ କଟକଣା ଠିକ କି ଭୁଲ ମୁଁ ତାହା ତର୍ଜମା କରିବା ପାଇଁ ବା କୋର୍ଟ ଉପରେ ଟିପ୍ପଣୀ ଦେବା ପାଇଁ ରାଜି ନୁହେଁ। କିନ୍ତୁ ଏକଥା ସତ ଯେ ଯେଉଁମାନେ କହୁଛନ୍ତି ଯେ ସାରଥୀ ବାବା ଭଣ୍ଡ ବାବା, ସାରଥୀ ବାବାଙ୍କ ନାଁରେ ଏତେ ସବୁ ଅଭିଯୋଗ ହେଇଛି, ଏଇ ଅଭିଯୋଗର ସତ୍ୟାସତ୍ୟ କେତେ? ସିଏ ବର୍ତ୍ତମାନ ଯାହା ଇନକ୍ୱାରି ହେଇଛି ସେ କେସ୍ ତୁରନ୍ତ ଫଇସଲା ହେବା ଉଚିତ। କାହିଁକି ନା ଆମେ ଅନେକ ସମୟରେ ଆପଣ ଲକ୍ଷ୍ୟ କରିଥିବେ, ମାନେ ତିଳକୁ ତାଳ କରିକିରି ଆମେ ଅନେକ ସମୟରେ ବହୁତ କଥା କହୁ ଏବଂ ଯାହା ମନକୁ ଆସିଲା ମଧ୍ୟ ଅନେକ ସମୟରେ କହୁ। ତାଙ୍କର ଅମୁକ ମହିଳାଙ୍କ ସହିତ ସମ୍ପର୍କ ଅଛି, କଣ ପ୍ରମାଣ ଅଛି ଏ କଥା କହିଲା ବେଳକୁ? ତାଙ୍କର ସିଏ ଏତେ ଲୋକଙ୍କୁ ସବୁ ଠକି ଦେଇଛନ୍ତି, କଣ ପ୍ରମାଣ ଅଛି ଆପଣଙ୍କ ପାଖରେ? କି ହାର୍ଡ ଏଭିଡେନ୍ସ ଆପଣଙ୍କ ପାଖରେ ଅଛି? 3 ତୁଣ୍ଡରେ ଅନେକ ସମୟରେ ଛେଳି କୁକୁର ଭଳି ଆମେ ଅନେକ ଜାଗାରେ କହୁ। ମୋର ଏ କଥା କହିବା ସହିତ ମୁଁ କେବେ କହିବାକୁ ଚାହୁଁନି ଯେ ସାରଥୀ ବାବା ସମ୍ପୂର୍ଣ୍ଣ ଠିକ ବା ସମ୍ପୂର୍ଣ୍ଣ ଭୁଲ ବୋଲି